କୁମ୍ଭ ରାଶି ପାଇଁ ଜୁଲାଇ ମାସ ଶେଷ ସପ୍ତାହର ରାଶିଫଳ। ଜୁଲାଇ ମାସର ଶେଷ ସପ୍ତାହରେ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କୁ କ୍ୟାରିୟର କ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ସହିତ ମାନସିକ ସନ୍ତୁଳନ ଠିକ୍ ରଖିବା ଏହି ସମୟର ଏହା ବଡ଼ ଆହ୍ୱାନ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସର ଶେଷ ସପ୍ତାହରେ କୁମ୍ଭ ରାଶିର ଷଷ୍ଠ ସ୍ଥାନ କର୍କଟ ରାଶିରେ ଅବସ୍ଥାନ କରିଥିବା ସୂର୍ଯ୍ୟ ଓ ବୃହସ୍ପତି ମହାଗ୍ରହ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଅର୍ପଣ କରିବା ସହିତ ସେଥିରେ ସଫଳତା ପ୍ରଦାନ କରିବେ। କର୍ମ ଅନ୍ୱେଷଣ ଅଥବା ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ବଡ଼ ଅନୁକୂଳ ସମୟ ରହିବ। ସମୟର ସଦ୍ ଉପଯୋଗ କରନ୍ତୁ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ରହିଥିବା କୁମ୍ଭ ରାଶି ଜାତ ବ୍ୟକ୍ତି ବେପାର କ୍ଷେତ୍ରରୁ ମନ ମୁତାବକ ଲାଭ ପାଇପାରିବେ। ଆୟ ଉତ୍ତମ ରହିବ। ବ୍ୟବସାୟିକ ପ୍ରଗତି ପାଇଁ ନୂତନ ଚିନ୍ତାଧାରା ମନ ମଧ୍ୟରେ ଉଦ୍ରେକ ହେବ। ଆର୍ଥିକ ଦୃଷ୍ଟିକୋଣରୁ ଜୁଲାଇ ମାସର ଶେଷ ସପ୍ତାହ କୁମ୍ଭ ରାଶି ପାଇଁ ଅତି ଉତ୍ତମ ଫଳ ପ୍ରଦାନ କରିବ। ଅଟକି ରହିଥିବା ଅର୍ଥ ଅଥବା ଉଧାର ନେଇ ବାକି ଶୁଝି ନଥିବା ବକେୟା ଟଙ୍କା ଏହି ସମୟରେ ମିଳିଯିବାର ବହୁତ ସମ୍ଭାବନା ରହିଅଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ ତଥା ପୁଞ୍ଜି ବଜାରରେ ଅର୍ଥ ନିବେଶ କରିବା ସମୟରେ ସତର୍କତାର ସହିତ ଅର୍ଥ ବିନିଯୋଗ କରନ୍ତୁ। ପାରିବାରିକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ, କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ସମୟରେ ସମସ୍ୟା ସୃଷ୍ଟି କରିପାରନ୍ତି। ବିନା ମେଘରେ ବଜ୍ରପାତ ହେଲା ଭଳି ବିନା କାରଣରେ ପରିବାର ଭିତରେ ଦ୍ୱନ୍ଦ୍ୱ ଉପୁଜିବାର ସମ୍ଭାବନା। ମନ ମଧ୍ୟରେ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହେବ। କୁମ୍ଭ ରାଶି ଜାତ ପୁଅ ଓ ଝିଅ ଲଭ୍ ଲାଇଫରେ ରହିଥିଲେ ଏହି ସମୟ ସେମାନଙ୍କ ପାଇଁ ଭାବ ପ୍ରବଣତାର ସମୟ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ, ଜୁଲାଇ ମାସର ଶେଷ ସପ୍ତାହରେ କୁମ୍ଭ ରାଶି ଜାତ ବ୍ୟକ୍ତି ନିୟମିତ ଦିନଚର୍ଯ୍ୟା ଠିକ୍ ରଖନ୍ତୁ। ଅଳସୁଆପଣ ତ୍ୟାଗ କରି କର୍ମ ସମ୍ପାଦନ କଲେ ସ୍ୱାସ୍ଥ୍ୟ ପାଇଁ ସେପରି କିଛି ସମସ୍ୟା ଆସିବ ନାହିଁ। ଜୁଲାଇ ମାସର ଶେଷ ସପ୍ତାହରେ କୁମ୍ଭ ରାଶି ଜାତ ବ୍ୟକ୍ତି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।